ବ୍ରହ୍ମାସ୍ତ୍ର ରୂପିଣୀ। ମା ବଗଳାମୁଖୀଙ୍କୁ କୁହାଯାଏ ବ୍ରହ୍ମାସ୍ତ୍ର ରୂପିଣୀ। ଯେଉଁପରି ବ୍ରହ୍ମାସ୍ତ୍ର କୌଣସି ଶତ୍ରୁକୁ ମାଫ କରେ ନାହିଁ, ମାଙ୍କ ଦୃଷ୍ଟି ଯାହା ଉପରେ ପଡ଼େ ସେ ଶତ୍ରୁ ଅସ୍ଥିର ଓ ଦୁର୍ବଳ ହୋଇଯାଏ। ମା ବଗଳାମୁଖୀଙ୍କୁ ପୂଜା କଲେ ଶତ୍ରୁର କଥା, କାମ ଓ ମନସ୍କାମନା ସବୁ ବନ୍ଦ ହୋଇଯାଏ। ମାଙ୍କ ଆଶୀର୍ବାଦରେ ଭକ୍ତ ନିଜ ମନ ଓ ଶତ୍ରୁ ଉପରେ ବିଜୟ ପ୍ରାପ୍ତ କରେ। ବ୍ରହ୍ମାସ୍ତ୍ର ରୂପିଣୀ କାହିଁକି କୁହାଯାଏ? ମା ବଗଳାମୁଖୀଙ୍କୁ ବ୍ରହ୍ମାସ୍ତ୍ର ରୂପିଣୀ କୁହାଯାଏ କାରଣ ହେଉଛି ତାଙ୍କର ଶକ୍ତି ଏମିତି ଯେ ଯେଉଁ ଶତ୍ରୁ ଉପରେ ମା ଦୃଷ୍ଟି ପଡ଼ିଯାଏ ସେ ଶତ୍ରୁ ନିଷ୍କ୍ରିୟ, ଅସହାୟ ଓ ମୂକ ହୋଇଯାଏ। ଏହି ଶକ୍ତି ବ୍ରହ୍ମାସ୍ତ୍ର ଭଳି, ଯାହାକୁ ଆଘାତ କଲେ ପଛକୁ ଫେରିପାରେ ନାହିଁ। ସେ ଦେଖାଯାଆନ୍ତି ଜଣେ ସୁନ୍ଦରୀ ଦେବୀ ଭାବରେ, ଯାହା ଏକ ହାତରେ ଶତ୍ରୁଙ୍କ ଜିହ୍ବା ଧରିଛନ୍ତି ଓ ଅନ୍ୟ ହାତରେ ଶକ୍ତିଶାଳୀ ଗଦା ଧରିଛନ୍ତି। ଏହି ରୂପ ଦର୍ଶାଏ ଯେ ଶତ୍ରୁଙ୍କ ବାଣୀ, କାର୍ଯ୍ୟ ଓ ବୁଦ୍ଧିକୁ ବନ୍ଦ କରିଦିଅନ୍ତି। ମା ବଗଳାମୁଖୀଙ୍କ ମନ୍ତ୍ର କୁହାଯାଏ ଅଦୃଶ୍ୟ ଅସ୍ତ୍ର, ଯାହାଦ୍ୱାରା ଶତ୍ରୁଙ୍କ ମନ, ବୁଦ୍ଧି ଓ ଭାଷା ଉପରେ ନିୟନ୍ତ୍ରଣ ଅଣାଯାଏ। ଏହି ଶକ୍ତି ଅନ୍ୟ ଦେବୀଙ୍କ ଠାରେ ନଥାଏ। ଏଇଥିରୁ ମାଙ୍କୁ ବ୍ରହ୍ମାସ୍ତ୍ର ରୂପୀ କୁହାଯାଏ। ଅନେକ ରାଜନେତା, ଆଇନ ବିଶେଷଜ୍ଞ ଓ କଥା ସେବା କରୁଥିବା ଲୋକେ ମା ବଗଳାମୁଖୀଙ୍କ ପୂଜା କରନ୍ତି କାରଣ ସେ ଶତ୍ରୁଙ୍କ ମୁଖ ବନ୍ଦ କରିଦେବାର ସାକ୍ଷାତ ଶକ୍ତି ପାଇଛନ୍ତି। ଏହି ପୂଜାରେ ବ୍ୟକ୍ତି ଶକ୍ତି, ଦୃଢ଼ତା ଓ ବିଜୟ ଲାଭ କରନ୍ତି। ମା ବଗଳାମୁଖୀଙ୍କ ଜୟନ୍ତୀ ହେଉଛି ମା ବଗଳାମୁଖୀଙ୍କ ଅବତାର ଦିବସ, ଯାହା ବୈଶାଖ ଶୁକ୍ଳ ଅଷ୍ଟମୀ ତିଥିରେ ପାଳିତ ହୁଏ। ଏହି ଦିନ ମା ବଗଳାମୁଖୀଙ୍କ ଜନ୍ମତିଥି ଅବତାର ତିଥି ବୋଲି ମନାଯାଏ। କାହିଁକି ପାଳନ କରାଯାଏ ଚାଲନ୍ତୁ ଜାଣିବା। ତାନ୍ତ୍ରିକ ଶକ୍ତି ଅର୍ଜନ ପାଇଁ ମା ବଗଳାମୁଖୀ ଶତ୍ରୁ ନିବାରଣ, ବାଦ ବିବାଦ ହଟେଇବା ଓ ମୁଖ ଶତ୍ରୁର ବନ୍ଦ କରିବା ଶକ୍ତି ଦେଇଥାନ୍ତି। ଏହି ତିଥିରେ ତାନ୍ତ୍ରିକ ବିଧି ଓ ହୋମ କରାଯାଏ ଦୁଷ୍ଟ ଶକ୍ତି ଦମନ ପାଇଁ। ମା ବଗଳା ନିଜ ଦେବୀ ଶକ୍ତିରେ ବାକ୍ ଶକ୍ତି ନିୟନ୍ତ୍ରଣ କରନ୍ତି, ଯାହା ମାନେ ଶତ୍ରୁ ମୁଖରେ ବନ୍ଧନ, ନ୍ୟାୟର ଜିତ୍ ଓ ମୌନ ଶକ୍ତିର ଆଶୀର୍ବାଦ ଦିଅନ୍ତି। ମା ବଗଳାମୁଖୀ ଜୟନ୍ତୀ ସାଧନା ପାଇଁ ବିଶେଷ ଶକ୍ତିଶାଳୀ ମନାଯାଏ। ବ୍ରହ୍ମ ମୁହୂର୍ତ୍ତରୁ ଆରମ୍ଭ କରି ମାଙ୍କ ନାମ ଜପ, ବଗଳାମୁଖୀ ମନ୍ତ୍ର, ହୋମ ଓ ଅନୁଷ୍ଠାନ କରାଯାଏ। ମା ବଗଳାମୁଖୀଙ୍କ ଉପାସନା ଫଳ କ'ଣ ମିଳିଥାଏ? ଶତ୍ରୁହାନି, କୋର୍ଟ ମାମଲାର ଜିତ୍, ମନବାଞ୍ଛିତ କାମ ସିଦ୍ଧି, ଅଭୟ ଶକ୍ତି ଓ ସୁରକ୍ଷା, ଦୁଷ୍ଟବାଣୀ ନିନ୍ଦାରୁ ରକ୍ଷା। ମା ବଗଳାମୁଖୀଙ୍କ ଉପାସନା ଦ୍ୱାରା ଭକ୍ତମାନେ ଅସାଧାରଣ ଆଶୀର୍ବାଦ ପାଇଥାନ୍ତି। ଶତ୍ରୁ ନିବାରଣ ଓ ବିଜୟ ଆଶୀର୍ବାଦ କ'ଣ ମିଳିଥାଏ? ମା ବଗଳା ଜଣେ ଶତ୍ରୁ ଦମନକାରିଣୀ। ଯେଉଁ ଲୋକ ଜୀବନରେ ଅନ୍ୟାୟର ସମ୍ମୁଖୀନ ତାଙ୍କୁ ମା ଶତ୍ରୁଠାରୁ ରକ୍ଷା କରନ୍ତି। ବାଣୀ ନିୟନ୍ତ୍ରଣ ଓ ନିନ୍ଦା ହଟେଇବା କ'ଣ ରହିଛି? ମାଙ୍କ ଆଶୀର୍ବାଦରେ ଶତ୍ରୁ ବୋଲିବା ବନ୍ଦ କରିଦିଅନ୍ତି। ନିନ୍ଦା, ଅଭିଯୋଗ, ଝୁଟା ଆରୋପ ବନ୍ଦ ହୁଏ। କୋର୍ଟ ମାମଲା ବିବାଦରେ ଜିତ୍ ହୁଏ। ମା ବଗଳାଙ୍କ ଦୟାରେ ଭକ୍ତ କୋର୍ଟ କେସ୍, ଜମି ବିବାଦ, ବ୍ୟବସାୟିକ ଝାମେଲା ଭଳି ଅନ୍ୟାନ୍ୟ ନ୍ୟାୟ ପାଆନ୍ତି। ମାଙ୍କର ଅନୁଗ୍ରହରେ ଭକ୍ତଙ୍କୁ ଧନ ପ୍ରାପ୍ତି ଓ ଲୋକମାନ୍ୟତା ମିଳେ। ବ୍ୟବସାୟ ବୃଦ୍ଧି, ରାଜନୈତିକ ଉନ୍ନତି କ୍ଷେତ୍ରରେ ପ୍ରଭାବ ପଡ଼େ। ଦୁଷ୍ଟ ଶକ୍ତି ଓ ତାନ୍ତ୍ରିକ ଅସୁରକ୍ଷାରୁ ରକ୍ଷା ମିଳେ। ଯାହା ତାନ୍ତ୍ରିକ ବାଧା, ଅବିଚାର, ଦୃଷ୍ଟିଦୋଷ, କଳାଜାଦୁ ପାଇଁ ଭୟଭୀତ ସେମାନେ ମା ବଗଳା ଉପାସନା ଦ୍ୱାରା ସୁରକ୍ଷିତ ହୁଅନ୍ତି। ମା ବଗଳାମୁଖୀଙ୍କ ଆଶୀର୍ବାଦ ଅସୀମ ଓ ଅଦୃଶ୍ୟ ଶକ୍ତିମୟ। ଏଇଠାରେ କିଛି ଅଧିକ ଆଶୀର୍ବାଦ ବିଷୟରେ କହୁଛି ଶୁଣନ୍ତୁ। ଗୁପ୍ତ ଶତ୍ରୁ ବିନାଶ। ହିଂସା କରୁଥିବା ଲୋକ ଓ ପଛରେ କୁଯୋଜନା କରୁଥିବା ଶତ୍ରୁମାନେ ସତ୍ୟହ ନଷ୍ଟ ହୁଅନ୍ତି। ମା ବଗଳାଙ୍କ ଉପାସନା ପିତୃଦୋଷ ହଟାଏ, ଘରେ ବିବାଦ ଦୂର ହୁଏ। ମାଙ୍କ ମନ୍ତ୍ର ଜଳ ଦ୍ୱାରା ଅନେକ ଭକ୍ତ ଶାରୀରିକ ଓ ମାନସିକ
ଅସୁରକ୍ଷାରୁ ମୁକ୍ତି ପାଇଛନ୍ତି। ମା ବଗଳାଙ୍କ ଉପାସନା କରୁଥିବା ଭକ୍ତଙ୍କୁ କେହି କଳାଜାଦୁ ବା ଦୃଷ୍ଟି ଦୋଷ ଲାଗିପାରେନି। ତାନ୍ତ୍ରିକ ପ୍ରଭାବ ଅକ୍ଷମ ହୁଏ।